Hello my dear student, welcome to our channel Jitu Sir Story Point. ପିଲାମାନେ ଆଜି ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ସୌରଭ ବହିର ଛୋଟରୁ ବଡ଼ କବିତାଟିକୁ ଆଲୋଚନା କରିବା, କବିତାଟିକୁ ଆବୃତ୍ତି କରିବା, କବିତାରେ ପଂକ୍ତି ଗୁଡ଼ିକ ବିଷୟରେ ଜାଣିବା, ବୁଝିବା ଏବଂ କବି ପରିଚୟ ମଧ୍ୟ କବିଙ୍କ ବିଷୟରେ କିଛି ଜାଣିବା। ଓକେ, ଏଇ ଛୋଟରୁ ବଡ଼ କବିତାଟି କବି କିଏ ନା ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି। ସେ ଜଣେ ଆଧୁନିକ କବି, ସମାଲୋଚକ, ଗାଳ୍ପିକ ଓ ଶିଶୁ ସାହିତ୍ୟିକ। ସେ ପିଲାମାନଙ୍କ ପାଇଁ ଅନେକ କାହାଣୀ, ଗଳ୍ପ ଓ କବିତା ଲେଖିଛନ୍ତି। ଅନେକ କାହାଣୀ ଯେଉଁଟା କିଛି ଘଟଣା ଆଧାରିତ, ଗଳ୍ପ ଯେଉଁଟା ଗପ ଓ କବିତା ଯେଉଁଟା ପଦ୍ୟ ହିସାବରେ ନିଆଯାଏ। ଠିକ୍ ଅଛି, ଛୋଟରୁ ବଡ଼ କବିତାରେ ବହୁ କ୍ଷୁଦ୍ର ଜିନିଷ ମଧ୍ୟରେ କିଛି ବିରାଟତ୍ୱ ଲୁଚି ରହିଛି। କବି ତାହା ବର୍ଣ୍ଣନା କରିଛନ୍ତି। ଅର୍ଥାତ୍ ଆମେ କୌଣସି ଛୋଟ ଜିନିଷକୁ କେବେ ହେଲେ ବି ଅବହେଳା କରିବେ ନାହିଁ। ଛୋଟ ଜିନିଷ ହେଲେ ମଧ୍ୟ ତାହାର ମହତ୍ଵ ବହୁତ ରହିଛି। ତେଣୁ ଛୋଟ ଜିନିଷ, ଛୋଟ କୌଣସି ଟୁକୁରା ଜିନିଷ ହେଉ ମଧ୍ୟ ତାକୁ କେବେ ତା ପ୍ରତି ଅବହେଳା କରିବା ନାହିଁ। ଠିକ୍ ଅଛି, ଜଣେ ଛୋଟ ଛୁଆଟି ଯଦି ଆମେ ତାକୁ ଏବେ ଆଜିକାଲି ମା ବାପା ମାନେ ଛୋଟ ଛୁଆକୁ ଫିଙ୍ଗି ଦେଉଛନ୍ତି, ଝିଅ ଭାବି ଫିଙ୍ଗି ଦେଉଛନ୍ତି। ତେବେ ସେ ଝିଅ ଦିନେ ବଡ଼ ହେଲେ କେଉଁ ସାଇଣ୍ଟିଷ୍ଟ, କେଉଁ ପ୍ରଧାନମନ୍ତ୍ରୀ ନହେବ ତାର କିଛି ମାନେ ଅଛି? ମାନେ ନାହିଁ। ତେଣୁ ଆମେ ଛୋଟ ଭାବି କାହାରିକୁ ଅବହେଳା କରିବା ନାହିଁ। ଠିକ୍ ଅଛି, ଛୋଟରୁ ସାମାଜିକ ମୂଲ୍ୟ ବୁଝି ନୂତନ ଚେତନାର ଆଗେଇ ଯିବାକୁ ଯୁବଗୋଷ୍ଠୀକୁ ସେ ଆହ୍ୱାନ କରିଛନ୍ତି। କିଏ? ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି। ଏଇ ଛୋଟରୁ ବଡ଼ କବିତା ଆଧାରରେ ସେ ଅନେକ ଘଟଣା, ଅନେକ ସତ୍ୟତା ପ୍ରଦାନ କରିଛନ୍ତି ଏଠାରେ। ଏବେ ଆମେ କବିତାଟିକୁ ଆବୃତ୍ତି କରିବା ଏବଂ କବିତା ଆବୃତ୍ତି ସହିତ କବିତାର ମାନେ ବୁଝିବା। ଠିକ୍ ଅଛି, ତମେମାନେ ମନ ଦେଇ ଶୁଣୁଥିବ, ମୋ ସହିତ ତମେମାନେ ଆବୃତ୍ତି ମଧ୍ୟ କରୁଥିବ। କାନନେ ଫୁଟି ଛୋଟ ଫୁଲଟି ଭିତରି ଯାଏ ବାସ, ଛୋଟ କୂଅଟି ଯୁଗାଏ ଜଳ ଲୋକ ବରଷ ମାସ। କ୍ଷୁଦ୍ର ଏକ ପ୍ରଦୀପ ଶିଖା ତମେ ସପାରେ ଜିଣି, କ୍ଷୁଦ୍ର ବାରି ଧାରାଟି ହୁଏ ପ୍ରବଳ ସ୍ରୋତ ଶୁନି। ପୁଲକେ ଆଣେ କ୍ଷୁଦ୍ର ଗୀତି ଲକ୍ଷ জন ମନେ, ଅମିୟ ଢାଳେ ଲଳିତ ସ୍ୱର ବିଧିର ବହୁ ପ୍ରାଣେ। ପିଲାମାନେ, ଏଇ ତିନୋଟି ପଦ୍ୟକୁ ମୁଁ ଆବୃତ୍ତି କରିଛି। ଆବୃତ୍ତି ସହିତ ମୁଁ ଭାବୁଛି ମୋ ସାଙ୍ଗେ ତମେମାନେ ମଧ୍ୟ ଆବୃତ୍ତି କରିଥିବ। ଆଗେ ଏଇ ତିନୋଟି ପଦ୍ୟକୁ ଆମେ ଆଲୋଚନା କରିବା, ତିନୋଟି ପଦରେ ବୁଝିବା, ତିନୋଟି ଶବ୍ଦରେ କଠିନ ଶବ୍ଦ ଅର୍ଥ ଲେଖିବା। ତାପରେ ପରବର୍ତ୍ତୀ ପଦ୍ୟଗୁଡ଼ିକୁ ଆମେ ପଂକ୍ତିଗୁଡ଼ିକୁ ଆବୃତ୍ତି କରିବା ଏବଂ ତା ବିଷୟରେ ବୁଝିବା। କ'ଣ କହିଛି ନା କାନନେ ଫୁଟି ଛୋଟ ଫୁଲଟି ଭିତରି ଯାଏ ବାସ, ଛୋଟ କୂଅଟି ଯୁଗାଏ ଜଳ ଲୋକେ ବରଷ ମାସ। କାନନର ଅର୍ଥ ପିଲାମାନେ, କାନନର ଅର୍ଥ ଜଙ୍ଗଲ। କ'ଣ? ଜଙ୍ଗଲ। ଠିକ୍ ଅଛି, ଏବଂ କାନନେ କହିଲା ତେଣୁ ଜଙ୍ଗଲରେ। କ୍ଲିଅର? ଲେଖିନେବ ତମେମାନେ ସମସ୍ତେ। ଜଙ୍ଗଲରେ ସେ କହୁଛି, କାନନରେ ଅର୍ଥାତ୍ ଜଙ୍ଗଲରେ ଛୋଟ ଫୁଲଟି, ଛୋଟର ଅର୍ଥାତ୍ କ୍ଷୁଦ୍ର ଅର୍ଥାତ୍ ଛୋଟ ଫୁଲଟି କ'ଣ ଫୁଟିଛି। ମାନେ ଜଙ୍ଗଲରେ ଛୋଟ ଫୁଲଟି ଫୁଟି ଅଛି। ଭିତରି ଯାଏ ବାସ,
से छोट फूलटी हेले मध्य तार बास्ना तार बास ए चारिबाड़े महकी जाए, चारिआडे खेलई जाए। ठीक अच्छे। छोट कूअटी जगाए जल। छोट कूଅ देखिथिबो एबे तो कूଅ सिस्टम उठीगलानी, किंतु जो जो जगह कूଅ थिबो ताहा देखिथिबो से छोट कूଅ, किंतु से लोकंक पई वर्ष वर्ष मास मास धरी से सबु बेले जल जोगाई थाए। ठीक अच्छे। तापर कौन है क्षुद्र एक प्रदीप शिखा। क्षुद्र अर्थात छोट, छोट प्रदीप शिखाटी, प्रदीप अर्थात दीप शिखा। तुम मैंने जेते बेले अंधार रे थिबो, जेते बेले संगे संगे आलुओ पड़ीगला, गोटे जगह को सपोज जाइछ तुमे, सेटार आलुओ पड़ीगला, चारिआडे अंधार होइछि, तुमको भी बहुत डर लगुची, तुमे सेते बेले गोटे विशाल लाइट, गोटे बहुत बड़ लाइट तुमे आवश्यक मन करून, तुमे सेते बेले भाव, सेते बेले इच्छा कर मते गोटे छोट लाइट हेले मध्य मते मिल जाता कि जेमिति एई अंधकार रु मु दूर होई पारंती। तेणु क्षुद्र एक प्रदीप शिखा, गोटे क्षुद्र शिखा मध्य तमसा पारे जिणी। तमसार अर्थ अंधकार, अंधकार को से जय करि पारे, अंधकार को से जीति पारे। बुझिगला। तमसार अर्थ पिले अंधकार, अंधकार। ठीक अच्छे। तापर कौन है क्षुद्र बारी धाराटी हुए प्रबल स्रोतसिनी। क्षुद्र क्षुद्र बारी, बारीर अर्थटा वर्षा, कौन वर्षा। ठीक अच्छे। क्षुद्र अर्थात छोट छोट, छोट छोट वर्षा तो हुएनी, बुंदा बुंदा। आम एठारे पानी जेहेतु जल कथा कहुई, तेणु बुंदा बुंदा, बुंदा बुंदा वर्षा माने अति क्षुद्र, माने गोटे बुंदा दुईटी बुंदा, अति क्षुद्र बुंदा को आम कहवा बुंदा बुंदा बारी, अर्थात बुंदा बुंदा जलधारटी हुए दिने प्रबल स्रोतसिनी। स्रोतसिनी अर्थ गोटे नई, नई बा नदी जेटा आम कहूचे सेटा हुए। केमिति हबो ना गोटे टोपा पड़िला, पुणी गोटे टोपा पड़िला, पुणी एमिति गोटे 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 टोपा पड़ी गोटे गड़िया आकृति नेला, पुणी गोटे गड़िया आकृति दिने दिने कौन हला गोटे नाल रे परिपूर्ण हला, एवं गोटे नाल बा केनाल दिने गोटे नदी रे परिणत हो जीवो। तेणु एठारे कहा जायछि क्षुद्र क्षुद्र बारी धाराटी प्रबल स्रोतसिनी अर्थात नदी रे परिपूर्ण हुए। तापर आसला कौन ना पुलके आनी क्षुद्र गीति लक्ष्य जन मने, अमीय ढाले ललित स्वर विधिर बहु प्राणे, विधुर बहु प्राणे। से कौन कहला पिला माने तुमे माने केबे हेले बे 7 क्लास पाठ पढ़लनी, तुमे हेले सब बेले केते बेले व्यस्त विव्रता सहित मन दुख करी अरिड हेई बसी थाओ, किछि ना किछि असुविधा हुए, गोटे क्षुद्र गीत अतएव तुमे क्लास रे बसी थाओ, गोटे सारंकर पाठ पढ़ाटा तुमको बोरिंग लगुची। ठीक अच्छे। सेते बेले जदि बाहर आड़ू किछि गोटे कौन जदि अल्प हो मध्य गोटे कम स्वर रे हो, छुट माने अल्प रिदिम रो जदि गोटे गीत तुम कान रे बाजी जाए, तुमको सेथिरे आनंद मिले। से सही कथा कहिछि। कौन कहिछि ना पुलके आणे क्षुद्र गीति। पुलके, पुलक अर्थात आनंद, क्षुद्र गीति माने क्षुद्र गीतटी तुम पई आनंद आनी दिए। से कौन तुम पई केवल नुहे, लक्ष जन मने लक्ष लक्ष लोकंक जनंक जनतांक मनरे कौन गोटे आनंद भरी दिए। अमीय, अमीय ढाले ललित स्वर। अमीयर अर्थात अमृत, अमृत अर्थात अमृत तुम मैंने पिला मैंने जानी न जो मंथन होइतिला, मंथन रे जो अमृत विष बाहरी थिला, राक्षस माने विष पीथिले, भगवान माने अमृत पीथिले। से अमृत जोटा पीला परे मृत्यु मुखरु एड़े जाई थाओ। बहु विदुर मानंक प्राण रे यह ललित स्वर माने सुंदर कमल सुंदर स्वर ताहा लोकंक मनरे बहु प्राण देई थाए। ठीक अछि। न क्षुद्र एक तरणि लंघे,
ক্ষুদ্র এক তরণী লঙ্ঘে ক্ষুব্ধ জলধারা ক্ষুদ্র নর বুদ্ধি বଳେ জিଣିছি বসুন্ধরা জিଣିছি বসুন্ধরা ସେ ହୁଏ ବନେ ବିରାଟ ତରୁ ସେ ହୁଏ ବନେ ବିରାଟ ତରୁ ଯେଥିଲା ଦିନେ ସାନ ଛୋଟ ଶିଶୁଟି ବଢ଼ି ରଖଇ ଦେଶ ଜାତିର ମାନ ଦେଶ ଜାତିର ମାନ ক্ষুদ্র যাহা নিহিত তহি ক্ষুদ্র যাহা নিহিত তহি সম্ভাবনা বহু সাধনা বেড়ে শকতি যোগে সাধনা বেড়ে শকতি যুগে বিকাশ লবে সেহু বিকাশ লেব সেহু হেলে বি ছোট শকতি তার হেলে বি ছোট শকতি তার দিনে না দিনে ফুটে যুক্ত হই বহুর সাথে যুক্ত হই বহুর সাথে দিগ বিগিধ ছুটে দিগ বিগিধ ছুটে দিগ বিদিগ ছুটে ଦିଗ ବିଦିଗ ଛୋଟେ। ପିଲାମାନେ ଆମେ ଶେଷ ଯେ ଆବୃତ୍ତି କରିସାରିଛେ, ଏବେ ଯେଉଁଠୁ ବୁଝିବା ବନ୍ଦ କରିଥିଲେ ସେଇଠୁ ଆରମ୍ଭ କରିବା। ଏଠାରେ କ୍ଷୁଦ୍ର କ୍ଷୁଦ୍ରର ଅର୍ଥ ପିଲାମାନେ ତୁମେମାନେ ଜାଣିଛ, କ୍ଷୁଦ୍ର ଅର୍ଥ ହେଉଛି ଛୋଟ। ଏକ ତରଣୀ ତରଣୀର ଅର୍ଥ ନୌକା। ଲଙ୍ଘେ ଲଙ୍ଘେର ଅର୍ଥ ଅତିକ୍ରମ କରିବା। ମୁଁ ଯାହା କହୁଛି ତାକୁ ନୋଟ୍ କରି ଖାତାରେ ଲେଖିନିଅ କଠିନ ଶବ୍ଦାର୍ଥ। କ୍ଷୁବ୍ଧ ଜଳଧାରା, କ୍ଷୁବ୍ଧର ଅର୍ଥ ଆନ୍ଦୋଳିତ। ଠିକ୍ ଅଛି। କ୍ଷୁଦ୍ର ଏକ ତରଣୀ ଲଙ୍ଘେ କ୍ଷୁବ୍ଧ ଜଳଧାରା କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା। ନର ନରର ଅର୍ଥ ମଣିଷ। ଠିକ୍ ଅଛି। ବସୁନ୍ଧରାର ଅର୍ଥ ପୃଥିବୀ। ଓକେ। କ୍ଷୁଦ୍ର ଏକ ତରଣୀ ଲଙ୍ଘେ ଅର୍ଥାତ୍ କ୍ଷୁଦ୍ର ତରଣୀ ଅର୍ଥାତ୍ ଛୋଟ ନୌକାଟିଏ। ଲଙ୍ଘେ ମାନେ ଅତିକ୍ରମ କରେ। ତୁମେମାନେ ପିଲାମାନେ ଜାଣିଥିବ ଯେତେବେଳେ ବନ୍ୟା ଆସେ, ବନ୍ୟାରେ ଚତୁର୍ଦିଗ ଚାରିଆଡ଼େ ସମ୍ପୂର୍ଣ୍ଣ ପାଣିରେ ମଗ୍ନ ହୋଇଯାଏ। ସେହି ପାଣିକୁ ଅତିକ୍ରମ କରିବା ପାଇଁ ଆମର ଏକମାତ୍ର ସାହା ଭରସା ହୁଏ ଗୋଟେ ନୌକାଟିଏ। ତେଣୁ ନୌକା ଛୋଟ ହେଲେ ମଧ୍ୟ ତାକୁ ଆମେ ଅବହେଳା କରିବା ନାହିଁ, ତାକୁ କ୍ଷୁଦ୍ର ମନେ କରିବା ନାହିଁ। ଠିକ୍ ଅଛି। ତେଣୁ ସିଏ ହେଉଛି ଆମର ଏକମାତ୍ର ସାହା ଭରସା। କିଏ? ନୌକା। ଏଇ ପାଣିକୁ କ୍ଷୁଦ୍ର ତଟନୀକୁ ତରଣୀ, ଏଇ କ୍ଷୁଦ୍ର ତରଣୀ, ଏଇ କ୍ଷୁବ୍ଧ ଜଳଧାରା ମାନେ ଆନ୍ଦୋଳିତ ଜଳଧାରାକୁ ମଧ୍ୟ ଅତିକ୍ରମ କରି ସେ ଯାଇପାରେ। କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା ଅର୍ଥାତ୍ କ୍ଷୁଦ୍ର ନର ମଣିଷମାନେ ଛୋଟ ଛୋଟ ହେଲେ ମଧ୍ୟ ତାର ଅନେକ ବିଶାଳ ବୃଦ୍ଧି ରହିଛି। ବୁଦ୍ଧି, ତାଙ୍କ ବୁଦ୍ଧି ବଳ ତ ବସୁନ୍ଧରା ତୁଳନାରେ, ପୃଥିବୀ ତୁଳନାରେ ମଣିଷର ବଳ ବହୁତ କମ୍। ତେଣୁ ବୁଦ୍ଧି ବଳରେ ତାର ଯେଉଁ ବଳଟା ରହିଛି ତାହା ଶାରୀରିକ ବଳ ନୁହେଁ, ତାହା ହେଉଛି ବୁଦ୍ଧିର ବଳ। ସେଇ ବୁଦ୍ଧିର ବଳ ଯୋଗୁଁ ମଣିଷ ପୃଥିବୀ ମାନେ ବସୁନ୍ଧରାକୁ କ'ଣ ଜିଣି ପାରିଛି, ଜିତି ପାରିଛି। ତାପରେ ପରବର୍ତ୍ତୀ ପଦ୍ୟରେ କ'ଣ ହେଲା? ସେ ହୁଏ ବନେ ବିରାଟ ତରୁ ସେଥିଲା ଦିନେ ସାନ ଛୋଟ ଶିଶୁଟି ବଢ଼ି ରଖଇ ଦେଶ ଜାତିର ମାନ। ସେ ହୁଏ ବନେ ବିରାଟ ତରୁ ସେଥିଲା ଦିନେ ସାନ। ଆମେ ଗୋଟେ ଛୋଟ ଗଛ କଥା ଚିନ୍ତା କରିବା, ଛୋଟ ଚାରା ଗଛ କଥା ଚିନ୍ତା କରିବା। ଆମେ ଯେତେବେଳେ ଚାରା ଗଛଟି ଲାଗୁ ଆମକୁ ଚାରା ଲଗାଇ ବହୁତ ଆନନ୍ଦ ମିଳେ। ଠିକ୍ ଅଛି। ଛୋଟ ଚାରା ଅର୍ଥାତ୍ ଏଇ ଛୋଟ ଚାରା ଆମେ ଛୋଟ ଚାରା ଲଗେଇକି ଆନନ୍ଦ ପାଉ। ସେ ଦିନେ ବଡ଼ ହେବ, ବଡ଼ ହୋଇ ଗୋଟେ ଜଙ୍ଗଲରେ ବିରାଟ ଗଛ ସୃଷ୍ଟି କରିବ। ସେଇ ଗଛ ତଳେ ଅନେକ ଲୋକଙ୍କୁ ସାହାରା ଦେବ। ଗଛ ବିରାଟ ହେଲା ପରେ ଆମକୁ ଅମ୍ଳଜାନ ଦେବ ବହୁତ ପରିମାଣ ମାତ୍ରାରେ। ତ ସେ ଦିନେ ଛୋଟ ଥିଲା, ପରବର୍ତ୍ତୀ ମୁହୂର୍ତ୍ତରେ ଦିନ ବଡ଼ ହେଲା। ତେଣୁ ଆମେ ଯେଉଁ ଛୋଟ ଗଛଟିକୁ କହୁଛେ ତାକୁ କେବେ ଛୋଟ ବୋଲି ବା କ୍ଷୁଦ୍ର ବୋଲି ମନେ କରିବା ଉଚିତ ନୁହେଁ। ଠିକ୍ ଅଛି। ସେଇଭଳି ଭାବେ ଛୋଟ ଶିଶୁଟି ବଢ଼ି ରଖଇ ଦେଶ ଜାତିର ମନେ। ଦିନେ ଛୋଟ ଶିଶୁଟିଏ ଦିନେ ବଢ଼ି ବଢ଼ି ସେ ଯେତେବେଳେ ଅବଦୁଲ କାଲାମ ଭଳିଆ ନ ହେବ ତାର କିଛି ମାନେ ନାହିଁ। ତେଣୁ ସମ୍ପୂର୍ଣ୍ଣ
ଭାବେ ଏଥିରୁ ଜଣାପଡ଼ୁଛି ଯେ କେବେ ହେଲେ ବି ଆମେ ଛୋଟକୁ କ୍ଷୁଦ୍ର ବୋଲି ମନେ କରିବା ଉଚିତ ନୁହେଁ। ମୁଁ ଗୋଟେ କଥା କହିବି ତୁମମାନଙ୍କୁ ଯେ ବୀର ବାଜିରାଉତ ସେ ଦିନେ ତାଙ୍କର ସମଗ୍ର ପାଇକ ଭାଇମାନଙ୍କୁ ସେ ବଞ୍ଚାଇଥିଲେ। ବ୍ରିଟିଶମାନଙ୍କ ଆଦେଶ କ୍ରମେ ସେ ଡଙ୍ଗା ନେଇନଥିଲେ, ତେଣୁ ବ୍ରିଟିଶମାନେ ତାଙ୍କୁ ମଧ୍ୟ ଗୁଳି କରି ମାରି ଦେଇଥିଲେ। ଏହା ହେଉଛି ଛୋଟ ଶିଶୁଟିର ଏକ ବହୁତ ଭଲ ଉଦାହରଣ। ଠିକ୍ ଅଛି। ତେଣୁ ଦିନେ ଗୋଟେ ଛୋଟ ପିଲା ବା ଛୋଟ ଶିଶୁଟି ଦିନେ ବଡ଼ ହେଇ ଗୋଟେ ଦେଶର ଜାତିର ମାନ ନ ରଖିବ, ତାକୁ ଆମେ କେବେ ଅବହେଳା କରିବା ନାହିଁ ବା କେବେ କ୍ଷୁଦ୍ର ବୋଲି ଭାବିବା ନାହିଁ। ପରବର୍ତ୍ତୀ ପଦ୍ୟରେ କ'ଣ ଅଛି ପିଲେ? ନା କ୍ଷୁଦ୍ର ଯାହା ନିହିତ ତହିଁ ସମ୍ଭାବନା ବହୁ, ସାଧନା ବେଳେ ଶକ୍ତି ଯୋଗେ ବିକାଶ ଲେବ ସହୁ, ବିକାଶ ଲଭେ ସହୁ। ଏଠାରେ ପିଲାମାନେ ନିହିତର ଅର୍ଥ ଗୁଣ, ସମ୍ଭାବନା ବହୁ, ସାଧନା ଅର୍ଥ ବିଶେଷ ଚେଷ୍ଟା। ଠିକ୍ ଅଛି। ବିକାଶର ଅର୍ଥ ଫୁଟି ଉଠିବା। କ'ଣ କହୁଛି? ଗୋଟେ କ୍ଷୁଦ୍ର ନିହିତ ଗୁଣ ବହୁତ ସମ୍ଭାବନା ରହିଛି। କ'ଣ ନା ଜଣେ ସାଧନା ଯୁଗରେ ସାଧନା କରି ସାଧନାର ଶକ୍ତିରେ ସେ ତାର ବିକାଶକୁ ଜିତି ପାରିଛି, ବିକାଶକୁ ଉନ୍ନତ ମୁଖରେ ପହଞ୍ଚି ପାରିଛି। ଠିକ୍ ଅଛି। ତାପରେ କ'ଣ? ହେଲେ ବି ଛୋଟ ଶକ୍ତି ତାର ଦିନେ ନା ଦିନେ ଫୁଟେ। ତାର ଛୋଟ ଶକ୍ତି ତା ପାଖରେ ଛୋଟର ଅର୍ଥାତ୍ ଏଠାରେ ଅଳ୍ପ ଶକ୍ତି ହେଲେ ମଧ୍ୟ ସେ ଦିନେ ନା ଦିନେ ସେ ଛୋଟ ଶକ୍ତିଟା ଦିନେ ବଡ଼ ଆକାର ନେବ ଓ ଦିନେ ବଡ଼ ଆକାରରେ ଫୁଟି ଉଠିବ, ଚାରିଆଡ଼େ ଖେଳିଯିବ, ବ୍ୟାପିଯିବ। ଯୁକ୍ତ ହୋଇ ବହୁର ସାଥେ, ଯୁକ୍ତ ସବୁ ମିଶିମିଶି ବହୁତ ସାଙ୍ଗରେ ଦିଗ୍ବିଜୟ ଛୁଟେର ଅର୍ଥ ଏଠାରେ ବ୍ୟାପିଯିବା। ବିଦିଗ୍ଧ ଅର୍ଥ ଏଠାରେ କ'ଣ? ଚାରିଆଡ଼େ। ତେଣୁ ଚାରିଆଡ଼େ ବ୍ୟାପିଯିବ। କ'ଣ? ଏଇ ଯେ ଛୋଟ ଶକ୍ତି ଦିନେ ଦିନେ ଯୁକ୍ତ ହୋଇ ବିରାଟ ଆକାର ନେଇ ଚାରିଆଡ଼େ ବ୍ୟାପିଯିବ। ଅର୍ଥାତ୍ ଗୋଟେ ଛୋଟ ପିଲା ବା ଛୋଟ ମଣିଷ, ଛୋଟ ଶିଶୁଟିଏ ହଉ, ତାକୁ କେବେ ବି ଆମେ ଅବହେଳା କରିବା ଉଚିତ ନୁହେଁ ଏବଂ ତାକୁ କେବେ ବି ଛୋଟ ମନେ କରିବା ଉଚିତ ନୁହେଁ। ସେ ଦିନେ ଦିନେ ବଡ଼ ହେଇ ସେ ଦିନେ ବିରାଟ ଆକାର ବା ବିରାଟ ସମ୍ମାନରେ ପରିଣତ ହେବ, ତାହା ଆମେ ଏହି କବିତାରୁ ସ୍ପଷ୍ଟ ଭାବରେ ଜାଣିପାରୁଛେ। ତ ପିଲାମାନେ, ଆଜିର କବିତାଟି ଏଇଠି ସମାପ୍ତ ହେଲା। ପରବର୍ତ୍ତୀ କ୍ଲାସ୍ରେ ଆମେ ଏହାର ପ୍ରଶ୍ନ ଆନ୍ସରକୁ ଆଲୋଚନା କରିବା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବନି। ଆଜି ପାଇଁ ଏତିକି। ଧନ୍ୟବାଦ।